ମୁଁ କ୍ଷୀରୋଦ କୁମାର ଗିରି। ଆପଣ ସ୍ୱାଧୀନ ପ୍ରାର୍ଥୀ ଭାବରେ ଆଜି ନାମାଙ୍କନ ଦାଖଲ କଲେ ଚମ୍ପୁଆରେ, କ'ଣ କହିବେ? ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛି। ବର୍ତ୍ତମାନ ଚାଲିଛି ନିର୍ବାଚନ ଋତୁ। ଏହା ଗୋଟିଏ ମହାନ ଗଣପର୍ବ ଏବଂ ସର୍ବପ୍ରଥମ ମୋର ଆହ୍ୱାନ ହେବ ଯୁବବନ୍ଧୁମାନଙ୍କୁ ଯେ ଆପଣମାନେ ଆସନ୍ତୁ, ସମସ୍ତେ ନିର୍ବାଚନ ରଣକ୍ଷେତ୍ରରେ ନିଜକୁ ସାମିଲ କରି ଗୋଟିଏ ଉନ୍ନତ ବିକଶିତ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଉନ୍ନତ ବିକଶିତ ଭାରତବର୍ଷରେ ପରିଣତ କରିବା ପାଇଁ ସାମିଲ ହୁଅନ୍ତୁ ଏବଂ ସ୍ୱାଧୀନ ଭାବରେ ନାମାଙ୍କନ ପତ୍ର ଆଜି ଦାଖଲ କରିଛି ଚମ୍ପୁଆରୁ ଗୋଟିଏ ପରିବର୍ତ୍ତନର ଆହ୍ୱାନ ନେଇ। ଯେତେବେଳେ ଏକଛତ୍ରବାଦୀ ଶାସନ ଚାଲିଛି, ସେହି ରୋଟେସନ୍ ଆକାରରେ ଯେଉଁ ଚାଲିଛି ଗଣତନ୍ତ୍ର ପର୍ବକୁ ଆଜି କିଣାବିକା କରାଯାଉଛି, ତାହାର ପରିବର୍ତ୍ତନ କରିବା ପାଇଁ ଏହା ଗୋଟିଏ ମୋର ଆହ୍ୱାନ। କ'ଣ ପ୍ରସଙ୍ଗ ନେଇକି ଯିବେ ଜନତାଙ୍କ ପାଖକୁ ଭୋଟ ମାଗିବାକୁ? ପ୍ରସଙ୍ଗ ତ ଅନେକ ରହିଛି। ସର୍ବପ୍ରଥମେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଖାସ୍ କରି ଯୋଡ଼ା ବ୍ଲକରେ ମୁଁ ଦେଖିଛି, ଅନେକ ଗାଁ ଗହଳି ବୁଲିଛି। ସେଠି ଖଣି ଖାଦାନରୁ ହେଲେ ବି କିମ୍ବା DMF ଫଣ୍ଡରୁ ହେଲେ ବି ବହୁତ ଜାଗାରେ ବୋରୱେଲ୍ ହେଉଛି, ପାଣିର ସୁବିଧା ହେଉଛି। କିନ୍ତୁ ଖାସ୍ କରି ଚମ୍ପୁଆ ବ୍ଲକ କଥା କହିବି, ଯେଉଁଟାକି କୃଷି ପ୍ରବଣ ଅଞ୍ଚଳ, ଯେଉଁଠି ଭାଇମାନେ ଚାଷ କରିକି ବେଶୀ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ତ ସେଠି ତାଙ୍କର ଚାଷ ଜମିକୁ କେମିତି ପାଣିର ବ୍ୟବସ୍ଥା ହୋଇପାରିବ ଏବଂ ପାନୀୟ ଜଳ କେମିତି ସୁବିଧା ହୋଇପାରିବ, ପ୍ରତ୍ୟେକ ଗାଁରେ କେମିତି ମୁଁ ବୋରୱେଲ୍ର ବ୍ୟବସ୍ଥା କରିପାରିବି ଏବଂ ମା' ଭଉଣୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିପାରିବି, ଏହା ମୋର ପ୍ରାଥମିକତା ହେବ ଏବଂ ଯୁବବନ୍ଧୁମାନଙ୍କୁ ନିଯୁକ୍ତି ହେବ ମୋର ପ୍ରଥମ କର୍ତ୍ତବ୍ୟ। ବର୍ଷେ ଭିତରେ ଯଦି ମୋତେ ଆଶୀର୍ବାଦ ମିଳେ, ତେବେ ବର୍ଷେ ଭିତରେ ଚମ୍ପୁଆ ବ୍ଲକରୁ 300 ପିଲା ଏବଂ ଯୋଡ଼ା ବ୍ଲକରୁ 200 ପିଲାଙ୍କୁ କେମିତି ମୁଁ ବିଭିନ୍ନ ଖଣିରେ ପରମାନେଣ୍ଟ ଭାବରେ 60 ବର୍ଷ ପାଇଁ ଜୀବନ ଜୀବିକା ନିର୍ବାହ କରିବା ପାଇଁ ନିଯୁକ୍ତି ମୋର ହେବ ପ୍ରଥମ କାର୍ଯ୍ୟ। ଧନ୍ୟବାଦ।